ନମସ୍କାର। ମୁଁ ହର୍ଷ ପରିଛା ମୋର ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଏହି ଭିଡିଓରେ ଆମେ ଆଲୋଚନା କରିବା ଅରୁଣାଚଳ ପ୍ରଦେଶରେ ଦିବାଙ୍ଗ ବହୁମୁଖୀ ପ୍ରକଳ୍ପ ଡ୍ୟାମ ଆ, ନିର୍ମାଣ କରାଯିବ ପ୍ରତିଷ୍ଠିତ ହେବ। ତ ତାର ପୂର୍ବରୁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ଭିଡିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବାକୁ ଭୁଲିବେ ନାହିଁ, କାରଣ ଆପଣମାନଙ୍କ ପ୍ରତ୍ୟେକଟି ସବସ୍କ୍ରାଇବ ଆମକୁ ନୂଆ ନୂଆ ତଥ୍ୟ ନେଇ ଆପଣମାନଙ୍କ ସମ୍ମୁଖରେ ନୂଆ ନୂଆ ଭିଡିଓ ଉପସ୍ଥାପନ କରିବା ପାଇଁ ଆମକୁ ସାହାଯ୍ୟ କରେ ବା ପ୍ରେରଣା ଯୋଗାଏ। ତେବେ ଆସନ୍ତୁ, ଏଇ ଗତ କିଛି ଦିନ ପୂର୍ବେ ତିବ୍ବତ ପଠାରେ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯାହାକୁ ଆମେ କହୁଛେ ୟାରୁଲୁଙ୍ଗ ସାଙ୍ଗପୋ ନଦୀ, ଚୀନ ତାର ଏକ ମେଗା ଡ୍ୟାମ ପ୍ରକଳ୍ପ ନିର୍ମାଣ ଆରମ୍ଭ କରିଛି। ଏହି ଖବର ଯେତେବେଳେ ଆମେ ଜାଣିପାରିଲୁ ଯେ ଆମ ଭାରତରେ ଏହାର ସର୍ବୋଚ୍ଚ ଡ୍ୟାମ ବା ଅ, ବହୁମୁଖୀ ଡ୍ୟାମ ଅରୁଣାଚଳ ପ୍ରଦେଶର ଦିବଙ୍ଗ ବହୁମୁଖୀ ପ୍ରକଳ୍ପ ଭାବରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଏହାରି ଉପରେ ମଧ୍ୟ କାମ ଆରମ୍ଭ କରିଛି ଭାରତ ସରକାର, ବିଶେଷ କରି ରାଜ୍ୟ ପରିଚାଳିତ ଏନ୍ଏଚପିସି ଅର୍ଥାତ ନ୍ୟାସନାଲ ହାଇଡ୍ରୋ ଇଲେକ୍ଟ୍ରିକ ପାୱାର କର୍ପୋରେସନ ଲିମିଟେଡ କ ମୁଖ୍ୟ ଡ୍ୟାମ ନିର୍ମାଣ ପାଇଁ ଯୋଉ ତା ବ୍ୟୟ ବରାଦ କରାଯାଇଛି ଆପଣଙ୍କର 17,069 କୋଟି ଟଙ୍କାର ଏକ ବଡ଼ ବିଶ୍ୱସ୍ତରୀୟ ଅ, ବିଡ୍ ଜାରି କରାଯାଇଛି। ବିଶ୍ୱସ୍ତରୀୟ ଟେଣ୍ଡର ପ୍ରକ୍ରିୟା ଜାରି କରାଯାଇଛି, ଯାହା ଜାରି ଫଳରେ ଯୋଉ ଚୀନ ତାର ସୀମାନ୍ତ ପଠାରେ ଯୋଉ ଅ, ୟାରଲୁଙ୍ଗ ସାଙ୍ଗପୋ ନଦୀରେ ଯୋଉ ଡ୍ୟାମଟି କରୁଛି ତାକୁ ଆଖି ଆଗରେ ରଖି ବା ତାକୁ କଣ ଟ୍ୟାକଲ ଦେବା ପାଇଁ ବା ତାକୁ ତାଠାରୁ ଅଧିକ ବଡ଼ ଜିନିଷ ତିଆରି କରିବା ପାଇଁ ଭାରତ ତରଫରୁ ଏହା ଏକ ଅଧିକ ଭଲ ଏବଂ ଗ୍ରହଣଯୋଗ୍ୟ ପଦକ୍ଷେପ, ଯଦ୍ୱାରା କି ଚୀନ ଜାଣିପାରିବ। କାରଣ ଏଇ ଡ୍ୟାମ ଦ୍ୱାରା ଆମ ଭାରତରେ ଯୋଉ ଅରୁଣାଚଳ ପ୍ରଦେଶ ଯୋଉ ବଡ଼ ଡ୍ୟାମ ବହୁମୁଖୀ ପ୍ରକଳ୍ପ ପ୍ରତିଷ୍ଠା ହେବ, ତାହାରି ଫଳରେ ଅ, ବିଭିନ୍ନ ପ୍ରକାର ଉପାଦେୟତା ଭାରତକୁ ମିଳିବ। ତାରି ଉପରେ ମଧ୍ୟ ଆମେ ଆଲୋଚନା କରିବା। ତ ଏଇ ଡ୍ୟାମର ପ୍ରକଳ୍ପର ଦାମ ହେଲା ଆପଣଙ୍କର 17,069 କୋଟି ଟଙ୍କା। ଏବଂ ଏଇଟା କାହିଁକି କରାଯାଉଛି? ଏଇ ଡ୍ୟାମ ହଠାତ୍ ଯେତେବେଳେ ଆପଣଙ୍କର ଚୀନ ହଠାତ୍ ପାଣି ଛାଡ଼ିବ, ଛାଡ଼ିଲା ବେଳେ ତାକୁ ରୋକିବା ପାଇଁ ଶକ୍ତ ଥିବ ବା ୟାର ଡ୍ୟାମର ଯୋଉ ପ୍ରୋଟୋକଲ ଅଛି ବା ଡ୍ୟାମର ଯୋଉ ଫିଚର୍ସ ଅଛି ତାକୁ ଚେକ୍ କରିପାରିବ। ଏବଂ ଏହା ଆଉ କଣ କରିପାରିବ ନା ଭାରତର ବନ୍ୟାକୁ ମଧ୍ୟ ରଖିପାରିବ। ଭାରତର ବର୍ଷରେ ଯୋଉ ସବୁ ବନ୍ୟା ହେଉଛି ସେ ବନ୍ୟାକୁ ମଧ୍ୟ କିଛି ମାତ୍ରାରେ ରୋକିବା ପାଇଁ ଏଇଟା ଯଥେଷ୍ଟ ମାତ୍ରାରେ ଭୂମିକା ଲିଭାଇବ। ଏହା ହେଉଛି ଏଇ ଡ୍ୟାମ୍ ତିଆରି କରିବାର ମୁଖ୍ୟ ଉଦ୍ଦେଶ୍ୟ। ଟେଣ୍ଡର ଅନୁଯାୟୀ ଏଇଟା ଏ ଡ୍ୟାମ୍ ଟି କେତେ ମାସ ଭିତରେ ହେବ ବା କେତେ ଦିନ ଭିତରେ ହେବ? ଟେଣ୍ଡର ଅନୁଯାୟୀ 51 ମାସ ଭିତରେ, 91 ମନ୍ଥ ଭିତରେ ଏଇଟା ଆପଣଙ୍କର କାର୍ଯ୍ୟକ୍ରମ କାର୍ଯ୍ୟକାରିତା ହେବ। ଏବଂ କାର୍ଯ୍ୟକାରିତା ସହିତ ଦିବାଙ୍ଗ ଡ୍ୟାମ କେବେ ସରିବ ନା 2032 ସୁଦ୍ଧା ନିର୍ମାଣ କାର୍ଯ୍ୟ ସମାପ୍ତ ହେବ ଏବଂ ଦେଶବାସୀଙ୍କର ଅ, ମଙ୍ଗଳାର୍ଥେ ଏଟାକୁ ଲୋକାର୍ପିତ କରାଯିବ। ଏଥିରେ ଆମର ଗତ ବର୍ଷର ବିଷୟବସ୍ତୁ ଆମ ଉପରେ ନଜର ଥିବ, ଯୋଉଟା କି ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 2880 ମେଗାୱାଟ ଦିବାଙ୍ଗ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଏବଂ ଶିଳାନ୍ୟାସ କରିବା ପରେ ପରେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ ଏବଂ ଭାରତୀୟ ଜନତା ପାର୍ଟିର ବଡ଼ ବଡ଼ ଲିଡର ମାନେ এই সম্প্রতি ମିନୋଲି ଗ୍ରାମ ପରିଦର୍ଶନ କରି ତାର ସମସ୍ତ ବିବରଣୀ ଉପରେ ଆଲୋଚନା କରିଥିଲେ ଏବଂ ତାର ଆକୃତି ଏବଂ ତାର ଦୈର୍ଘ୍ୟ, ତାର କୋଉ କୋଉ ଜାଗାରେ ହବ, ତାର ଅବସ୍ଥିତି ଉପରେ ଆଲୋଚନା କରିଥିଲେ। ତ ଏଇପରି ଭାବରେ ଯେତେବେଳେ ସୀମାନ୍ତ ଅଞ୍ଚଳରେ ତିବ୍ବତ ଅଞ୍ଚଳରେ ଯୋଉଟା କି ଚୀନ ତାର ବହୁମୁଖୀ ପ୍ରୋଜେକ୍ଟ ବା ଡ୍ୟାମ ଆରମ୍ଭ କରୁଛି, ଯୋଉ ଡ୍ୟାମ ଦ୍ୱାରା ସେ ତାଙ୍କର ଲକ୍ଷ୍ୟ ଥିବ ନିଶ୍ଚିତ ଭାବରେ ରଣକ୍ଷେତ୍ରରେ ମଧ୍ୟ ତା ସାହାଯ୍ୟ କରିବ। ଏବଂ ଯାହାରି ଫଳରେ ଆମର ଯୋଉ ଭାରତ ବର୍ଷ ଯୋଉ ଡ୍ୟାମ କରାହଉଛି, ଏ ଡ୍ୟାମ ର ମୁଖ୍ୟ ଉଦ୍ଦେଶ୍ୟ ହେଲା ରଣକ୍ଷେତ୍ରରେ ମଧ୍ୟ ଭାରତକୁ ସାହାଯ୍ୟ କରିବ, ରଣକ୍ଷେତ୍ରରେ ମଧ୍ୟ ଭାରତକୁ ସାହାଯ୍ୟ କରିବ। ଏବଂ ଆଉ କଣ କରିବ ନା ଚୀନ ଯେତେବେଳେ ବିଭିନ୍ନ ବିପଦଜନକ କାର୍ଯ୍ୟକ୍ରମ ବା ତାର ପାଣି ଛାଡ଼ିବ ସେଇ ସମୟରେ ଏହାକୁ ଚେକ୍ କରିବା ପାଇଁ ଏଇଟା ଗୋଟେ ବିଶ୍ୱସ୍ତରୀୟ ଡ୍ୟାମ ହିସାବରେ ପରିଣତ ହେବ। ବିଶ୍ୱସ୍ତରୀୟ ଡ୍ୟାମ ହିସାବରେ ତାକୁ ଚେକ୍ କରିବାର ଶକ୍ତି ମଧ୍ୟ ଏହା ପାଖରେ ଥିବ ବା ଫିଚର୍ସ ମଧ୍ୟ ସେଇଭଳି ରଖାଯିବ। ଆଉ ବନ୍ୟାକୁ ନିୟନ୍ତ୍ରଣ କରିପାରିବ, ବନ୍ୟାକୁ ନିୟନ୍ତ୍ରଣ କରିପାରିବ, ଏଇଭଳି ଫିଚର୍ସ ମଧ୍ୟ ସେଠି ଯୋଡା ହେଇଛି। ତେଣୁ ୟାର ଆରମ୍ଭ କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଆପଣଙ୍କର 91 ମନ୍ଥ ଭିତରେ ଏଇଟା ସରିବ, ଅର୍ଥାତ 2032 ଭିତରେ ଏଇ କାର୍ଯ୍ୟଟି ସମାପ୍ତ ହେବ ବୋଲି ଆଶା କରାଯାଉଛି। ଏଇଟା ଆମ ଭାରତ ବର୍ଷ ପାଇଁ ସର୍ବବୃହତ ଡ୍ୟାମ ପ୍ରକଳ୍ପ, ବହୁମୁଖୀ ପ୍ରକଳ୍ପ, ଯାହାକି ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରାଯାଉଛି। ବିଶ୍ୱସ୍ତରୀୟ ଟେଣ୍ଡର ପକା ହଉଛି, ଏଇଟା ନ୍ୟାସନାଲ ନାହିଁ, ବିଶ୍ୱସ୍ତରୀୟ।
ଅର୍ଥାତ୍ ଇଣ୍ଟରନ୍ୟାସନାଲ ତରଫରୁ ମଧ୍ୟ ଯେଉଁମାନେ ପାଇପାରିବେ L1 ସେମାନେ ଆସି କରିବେ, ଯୋଉଟା କି ବିଶ୍ୱ ଖ୍ୟାତି ଅଛନ୍ତି ଯେଉଁମାନେ ଡ୍ୟାମ୍ ତିଆରି କରିବାରେ, ସେଇ ଗ୍ରୁପ ଯଦି ପାଇବେ, ସେଇ ଗ୍ରୁପ ଯଦି ଆ, ପାଇପାରିବେ, ସେଇ ଗ୍ରୁପକୁ ହିଁ ଦିଆଯିବ। ତେଣୁକରି ବିଶ୍ୱସ୍ତରୀୟ ଟେଣ୍ଡର ଦିଆହଉଛି। ଏଇଟା ଗୋଟେ ବଡ଼ ପ୍ରୋଜେକ୍ଟ, ଆଉ ଭାରତ ପାଇଁ ଏଇଟା ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରିବ, ଯାହା ମୁଁ ଆଲୋଚନା କରିଥିଲି ଆପଣମାନଙ୍କର ଅ, ଅ, ଅଲଗା ଚୀନରୁ ଯୋଉ ପାଣି ନିଷ୍କାସନ କରିବେ ତାଙ୍କର ଡ୍ୟାମରୁ, ତାକୁ ଚେକ୍ କରିବା ପାଇଁ ଶକ୍ତି ଥିବ, ଏବଂ ରଣକ୍ଷେତ୍ରରେ ସାହାଯ୍ୟ କରିପାରିବ ଏଇଭଳିକା ଡ୍ୟାମ୍। ଏବଂ ଆଉ କଣ କରିପାରିବ ନା, ଆପଣଙ୍କର ପ୍ରାକୃତିକ ପରିବେଶ ଅନୁସାରେ ଯୋଉ ପାଣିପାଗ ଅନୁସାରେ ଯୋଉ ବନ୍ୟା ହଉଛି ତାକୁ ମଧ୍ୟ ନିୟନ୍ତ୍ରଣ କରିବାରେ ସହଯୋଗ ହେଇପାରିବ ବା ସହାୟତା ଦେଇପାରିବ ଏଇ ଡ୍ୟାମ୍, ଯୋଉଟା କି ଆପଣଙ୍କର ବର୍ତ୍ତମାନ ପରିପ୍ରେକ୍ଷୀରେ ଅରୁଣାଚଳ ପ୍ରଦେଶରେ ହବ, ଯାହାକୁ କି ବର୍ତ୍ତମାନ ଅ, ଅ, 17,069 କୋଟି ଟଙ୍କା ଦେଇକି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେଣୁ ଏଇ ଅରୁଣାଚଳ ପ୍ରଦେଶର ଏଇ ଡ୍ୟାମଟି ଆମ ଭାରତ ବର୍ଷ ପାଇଁ ନିଶ୍ଚିତ ଭାବରେ ବିଭିନ୍ନ କ୍ଷେତ୍ରରେ, ବିଶେଷ କରି ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଯୋଉ ସବୁ ଶତ୍ରୁ ଗୁଡାକ ଅଛନ୍ତି ତାଙ୍କୁ ଅ, ରଣକ୍ଷେତ୍ରରେ କେମିତି ପରାସ୍ତ କରିପାରିବ, ସେଇଥି ମଧ୍ୟ ରେ ଭାରତ ବର୍ଷକୁ ସାହାଯ୍ୟ କରିପାରିବ, এই ବିଷୟବସ୍ତୁ ମଧ୍ୟ ସେଇ ଡ୍ୟାମରେ ଆମେ ଉପଯୋଗିତା ପାଇପାରିବା। ଏବଂ ପାଣି ନିଷ୍କାସନ ଯଦି ଚୀନରୁ ହେଲା ତାକୁ ରୋକିପାରିବା, ଏବଂ ଯୋଉ ବନ୍ୟା ହଉଛି ବାରମ୍ବାର ଭାରତର ବିଭିନ୍ନ ସ୍ଥାନରେ, ସେ ତାକୁ ମଧ୍ୟ ରୋକିବାରେ ଏଇ ମେଗା ୱାଟଟି ଦିବାଙ୍ଗ ବହୁମୁଖୀ ପ୍ରକଳ୍ପଟି ସାହାଯ୍ୟ କରିବ। ତ ଭିଡ଼ିଓଟି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିଥିବା ହେତୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦଉଛି ଏବଂ ଲାଇକ୍ ସେୟାର ସବସ୍କ୍ରାଇବ କରିବି ବୋଲି ଅନୁରୋଧ କରୁଛି। ଥ୍ୟାଙ୍କ ୟୁ ସୋ ମଚ୍। ନମସ୍କାର।